ଜୟ ଜଗନ୍ନାଥ। ଗୀତା ଭାଗବତ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି, କାକର ଆବି ବକଧ୍ୟାୟୀ ଶ୍ୱାନ ନିଦ୍ରା ତଥୈବ ଚ ଅଳ୍ପ ଆହାରୀ ଗୃହତ୍ୟାଗୀ ବିଦ୍ୟା ବି ପଞ୍ଚଲକ୍ଷଣ। ଏହି ଲକ୍ଷଣ ଗୁଡ଼ିକ ସବୁ ଥିଲେ ବିଦ୍ୟା ଆପଣଙ୍କର ନିଶ୍ଚୟ ଆପଣଙ୍କ ପାଖକୁ ମା ସରସ୍ୱତୀ ପଠାଇବେ କି ଗଣେଶ ପଠାଇବେ କି ଦେବାଦେବୀମାନେ ପଠାଇବେ। କିନ୍ତୁ ଦେଖନ୍ତୁ, ଶ୍ୱାନ ଅର୍ଥ ହେଉଛି କୁକୁର। ତେଣୁ ସେମାନେ ହେଉଛନ୍ତି କଳିଯୁଗର ଅତ୍ୟନ୍ତ ବିଶ୍ୱାସୀ, ମାନେ ଭାଜନ ଯେବେ ଥାଆନ୍ତି ସେ ହେଉଛନ୍ତି କୁକୁର। ତେଣୁ କୁକୁରମାନଙ୍କୁ ଭାରି ଅଟହାସ୍ୟ କରାଯାଉଛି, ବହୁତ କଷ୍ଟ ଦିଆଯାଉଛି। ଯିଏ ଯେଉଁଠି ପାରୁଛି ବାଡ଼େଇ ଦେଉଛି। ସେମାନେ ଗାଡ଼ି ଧକ୍କାରେ କେତେ ପରିମାଣରେ ସବୁ ମରୁଛନ୍ତି ଏବଂ କୁକୁର ପିଲାମାନଙ୍କୁ ତ ସୁରକ୍ଷା ଦେବା ବଡ଼ ଦୁଃଖର କଥା ହେଇଛି, ତାଙ୍କମାନଙ୍କୁ ମାରି ଦିଆଯାଉଛି ମଧ୍ୟ। ତାଙ୍କ ଜୀବନ ନେବାକୁ ସରକାର ମଧ୍ୟ ପଛଉନାହାନ୍ତି, ପ୍ରଶାସନ ମଧ୍ୟ ପଛଉନାହାନ୍ତି। କି ଏଇ ଯେଉଁ ବିଏମ୍ସିରେ ଯେଉଁମାନେ କମିଶନର ରହିଲେ, ମେୟର ରହିଲେ କି ଏରିଆ କର୍ପୋରେଟର ରହିଲେ, ତାଙ୍କ ବିଷୟରେ ଗୋଟିଏ ଥରେ ଚିନ୍ତା କରନ୍ତୁ। କାରଣ ତାଙ୍କର ବି ସଂସାରରେ ବଞ୍ଚିବାର ମାନେ ଅଧିକାର ଅଛି। ତେଣୁ ଇଏ ତ ଆଉ ମାନେ ଓଡ଼ିଶା ବର୍ଷ ନା, ଜଗନ୍ନାଥଙ୍କ ଧାମ ନା, ଶ୍ରୀକ୍ଷେତ୍ର ଧାମ, କ୍ଷେତ୍ର ଭିତରେ ଶ୍ରୀକ୍ଷେତ୍ର। ଦେଖନ୍ତୁ, ମମତା ବାନାର୍ଜୀଙ୍କ କଥା କହିବି, ମୁଁ ରାଜନୈତିକ କଥା ହିସାବରେ କହୁନି। ଦେଖନ୍ତୁ, ସିଏ ବି ଜଗନ୍ନାଥ ମହାପାତ୍ରଙ୍କୁ, ଜଗନ୍ନାଥ ମାନେ ମହାମହିମ ଜଗନ୍ନାଥଙ୍କୁ ମଧ୍ୟ ସେ ମହିମ। ତାଙ୍କ ଉପରେ ଆଉ କେହି ରାଷ୍ଟ୍ରପତି ନୁହନ୍ତି, ପ୍ରଧାନମନ୍ତ୍ରୀ ନୁହନ୍ତି, କି ରାଜ୍ୟପାଳ ନୁହନ୍ତି, କି ମୁଖ୍ୟମନ୍ତ୍ରୀ ନୁହନ୍ତି, କି କେହି ନୁହନ୍ତି। କି ସିଏ ହେଉଛନ୍ତି ମହାମହିମ। ସିଏ ହେଉଛନ୍ତି ଦେଶର ଆଉ ସାରା ରାଜ୍ୟର ଏବଂ ସେ ହେଉଛନ୍ତି ସାରା ଜଗତର ନାଥ ଜଗନ୍ନାଥ। ସତ୍ୟ ତ୍ରେତୟା ଦ୍ୱାପର କଳିରେ ମଧ୍ୟ ସେ ଜଗତର ନାଥ ଜଗନ୍ନାଥ ରୂପୀ ହୋଇକି ଅଛନ୍ତି ଶ୍ରୀକ୍ଷେତ୍ର ଧାମରେ। ତେଣୁ ସିଏ ମଧ୍ୟ ସବୁ ଦେଖୁଛନ୍ତି, ଚକା ଚକା ନୟନରେ ସେ ପ୍ରଭୁ ସବୁ ଦେଖୁଛନ୍ତି। ଦେଖନ୍ତୁ, ଏତେ ଯେଉଁ ଅନ୍ୟାଚାର ହେଉଛି, ସବୁ ଅଭିଚାର ହେଉଛି, ତା ପାଇଁ ସେ ଦଣ୍ଡବିଧାନ ମଧ୍ୟ କରୁଛନ୍ତି ସେଇଠି ବସିକି। ତାଙ୍କର କିଏ କହିଲା ହାତ ନାହିଁ, କିଏ କହିଲା ଗୋଡ଼ ନାହିଁ, କିଏ କହିଲା କାନ ନାହିଁ, କିଏ କହିଲା ପାଦ ନାହିଁ। ତାଙ୍କର ଚାହାଣୀ ସବୁ ଦେଖୁଛନ୍ତି। ତ ସିଏ ହେଉଛନ୍ତି ମାନବୀୟ ଲୀଳାଧାରୀ ଭଗବାନ, ଜଗତର ନାଥ ଜଗନ୍ନାଥ, କାଷ୍ଠରୂପୀ ନାରାୟଣ। ତେଣୁ ଏଇ ଯେଉଁ ମୁଁ କାଲି ଦେଖୁଥିଲି ବିଏମ୍ସି ସ୍କ୍ୱାଡ଼ ବାଲା ସବୁ କୁକୁରମାନଙ୍କୁ ଧରିକି ନେଇଯାଉଛନ୍ତି। ତାଙ୍କର କ'ଣ ସେମାନେ ଖାଉଛନ୍ତି, କି ପ୍ରକାର ରହୁଛନ୍ତି, କି ପ୍ରକାର ତାଙ୍କୁ ମେଡ଼ିସିନ ଦିଆଯାଉଛି, କି ପ୍ରକାର କେଉଁ ଜାଗାରେ ତାଙ୍କୁ ଛଡ଼ାଯାଉଛି, କି ସେମାନେ ମରିଯାଉଛନ୍ତି, ତା ବିଷୟରେ ଟିକେ ଆପଣମାନେ ପବ୍ଲିକରେ ଜଣାନ୍ତୁ। କାରଣ ଇଏ ହେଉଛି ଓଡ଼ିଶା। ନାହିଁ 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 ମ, ଇଏ ଓଡ଼ିଶା, ଏଠାରେ ଏମିତି ସବୁ ହୁଏନି। ତେଣୁ ଆପଣମାନେ ଟିକେ ମାନି ଚଳନ୍ତୁ। ନିଶ୍ଚୟ ଭଗବାନ ସଂସାରରେ ଅଛନ୍ତି। ଏହାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ ଆପଣମାନଙ୍କୁ କରିବାକୁ ମୁଁ ଅନୁରୋଧ କରୁଛି। ଏହା ମଧ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ପ୍ରଶାସନ, ପିଏମ୍ସି, କର୍ପୋରେଟରମାନଙ୍କ କର୍ଣ୍ଣରେ ପହଞ୍ଚିବା ଦରକାର। କିନ୍ତୁ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ମୁଁ ଆକୁ ଭିଜୁଆଲ୍ ମାଧ୍ୟମରେ ନିଜସ୍ୱ ୟୁଟ୍ୟୁବ୍ ମାଧ୍ୟମରେ ଦେଉଛି, ପ୍ରଭୁଜୀ କ୍ରିଏସନ୍ ମାଧ୍ୟମରେ ଭୁବନେଶ୍ୱର। କିନ୍ତୁ ଆପଣମାନେ ଦେଖିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଜଗତର ନାଥ ଜଗନ୍ନାଥ ଯାହା କରିଛନ୍ତି, ସୃଷ୍ଟି ତାଙ୍କର, ସ୍ରଷ୍ଟା ତାଙ୍କର, ତ୍ରାଣକର୍ତ୍ତା ସିଏ, ରକ୍ଷାକର୍ତ୍ତା ସିଏ, ପାଳନକର୍ତ୍ତା ସିଏ, ସଂହାରକର୍ତ୍ତା ମଧ୍ୟ ସିଏ। ପଞ୍ଚଭୂତରେ ଆମେ ଲୀନ ହେବା ପାଇଁ ସମସ୍ତେ ଏହି ସଂସାରକୁ ଆସିଛନ୍ତି। କିଏ କୋଟିପତି ହେବ, କିଏ ରାସ୍ତାର ଭିକ୍ଷୁକ ହେଇକି ବୁଲିବ, ଆଉ କିଏ କ'ଣ ପାଗଳାମି କରିବ, କିଏ ମାନେ ସବୁ କୁକୁର କ'ଣ ଆଜ୍ଞା ସମସ୍ତଙ୍କୁ ଗୋଡ଼େଇକି କାମୁଡ଼ୁଛନ୍ତି? ପ୍ରକୃତ ଯେଉଁମାନେ ମାନେ କୁକର୍ମ କରିବାକୁ ଆଗଉଛନ୍ତି ରାତିରେ, ସେମାନଙ୍କୁ, ନିଶାଚରମାନଙ୍କୁ, ସେମାନଙ୍କୁ ସିଏ ଆଟାକ୍ କରୁଛନ୍ତି, ଗୋଡ଼ଉଛନ୍ତି ଏବଂ ଆପଣମାନଙ୍କୁ ସେ ଜଣାଉଛନ୍ତି। ତାଙ୍କର କ'ଣ ନିଜସ୍ୱ ଘର ଦ୍ୱାର କିଛି ଅଛି? ତାଙ୍କ ଲାଗି ଆପଣମାନଙ୍କର ଗୋଟେ ମଣିଷର ଯେବେ କିଛି ଅସୁବିଧା ହେଲା, ତାକୁ ଗୋଟେ କ୍ୱାର୍ଟର ଆପଣ ଦେଇ ଦେଉଛନ୍ତି, ଘର ଦେଇ ଦେଉଛନ୍ତି। ଇଏ ବସ୍ତି ଅଞ୍ଚଳର ଲୋକ, ଇଏ ଏଇଠି ରହିବେ, ୟାଙ୍କ ଘର କରିଦିଅ, ଇଏ କରିଦିଅ, ସିଏ କରିଦିଅ। ଏସବୁ ରାଜନୀତି ଆପଣମାନେ କରନ୍ତୁ ନାହିଁ। ସମସ୍ତଙ୍କୁ ବଞ୍ଚିବାକୁ ଅଧିକାର ଦିଆହେଇଛି। ଦେଖନ୍ତୁ, ବଞ୍ଚିବେ। ତାଙ୍କର ସମୟ ହେଲେ କ'ଣ ସେ ମରୁନାହାନ୍ତି? ସେ ଗାଡ଼ି ଧକ୍କାରେ ମରୁନାହାନ୍ତି? କୁକୁର ଛୁଆଟିଏ ଯେତେବେଳେ ମରିଯାଉଛି, ତା ମାଆ କେତେ କାନ୍ଦୁଛି, କେତେ ବୋବଉଛି, କେତେ ଖୋଜୁଛି ତାକୁ। ମାଆର ସ୍ନେହ ପିଲା ପ୍ରତି ସେତିକି ଅଛି। ତେଣୁ କୁକୁର ହେଲେ କ'ଣ ହେବ? କିନ୍ତୁ ସିଏ ହେଉଛି ଏଇ ଯେଉଁ ସତ୍ୟ ତ୍ରେତୟା ଦ୍ୱାପର କଳିଯୁଗର ଯେଉଁ ମାନେ ପ୍ରକୃତ ଯେବେ ନିଷ୍ଠାବାନ ଆଉ ଭକ୍ତିବାନ ଆଉ ନିଜସ୍ୱ
ମାନେ ସମ୍ପର୍କ ହିସାବରେ ଥାନ୍ତି ସେ ହେଉଛନ୍ତି ଆପଣଙ୍କର ଦୁଆର ମୁହଁରେ ଶୋଉଥିବା କୁକୁରଟିଏ। ତାକୁ କିଏ ବିସ୍କୁଟ୍ ଖଣ୍ଡେ ଦେଉଛି, କିଏ ପାଣି ଟିକେ ଦେଉଛି, ବେଳେ ପାଣି ପାଉନି, ବେଳେ ବିସ୍କୁଟ୍ ପାଉନି, ସେ ବି ଉପବାସ ରହିକି ବି ଆପଣଙ୍କ ଦୁଆର ମୁହଁରେ ପଡ଼ିକି ରହୁଛି। ତା ବିଚାର ତ ଆପଣମାନେ କରୁନାହାନ୍ତି, କିନ୍ତୁ ଆପଣମାନେ ସବୁ କରୁଛନ୍ତି କ'ଣ ନା ତାଙ୍କୁ ଧରିକି ନେଇଯାଉଛନ୍ତି, କେଉଁଠି ଆଣିକି ଛାଡ଼ୁଛନ୍ତି, କ'ଣ କରୁଛନ୍ତି, ଯାହା ପାଖରୁ ନେଉଛନ୍ତି ତାଙ୍କୁ ହ୍ୟାଣ୍ଡ ଓଭର୍ କରୁଛନ୍ତି କି ସେଇ ଜାଗାରେ ଛାଡ଼ୁଛନ୍ତି କି ତାକୁ ସବୁ ଆପଣ ଭାଇରାଲ୍ କରନ୍ତୁ, ଦେଖାନ୍ତୁ ଲୋକଙ୍କୁ। ହଁ ଠିକ୍ ଅଛି, ଆପଣ ତ ଭଲ ଜିନିଷ କରୁଛନ୍ତି। ଜଳାତନ ରୋଗ ସଂସାରରେ ବଢ଼ିଯାଇଛି, ତେଣୁ କୁକୁର କାମୁଡ଼ିଲେ ଆପଣ ଭାବୁଛନ୍ତି ଜଳାତନ ରୋଗ ହେଉଛି ବୋଲି, ତେଣୁ ତାଙ୍କୁ ନେଇକି ଗଲେ ଯେବେ ତାଙ୍କୁ ମେଡ଼ିସିନ ଦେଲେ, ତାଙ୍କ ସ୍ୱାସ୍ଥ୍ୟ ସେବା କରିକି ଆଣିକି ଛାଡ଼ନ୍ତୁ, ତାହେଲେ ଆପଣଙ୍କର ନିଶ୍ଚୟ ଧର୍ମ ହେବ। ଆଉ ଆପଣ ଆଗାମୀ ଦିନରେ ଗୀତା, ଭାଗବତ ଆଉ ଇଏ ଯେଉଁ ଜଗନ୍ନାଥ ସଂସ୍କୃତି ଆଉ ଏ ଯେଉଁ ପରମ୍ପରା ସବୁ ଦେଶର ଅଛି ତାକୁ ମାନୁଛନ୍ତି ବୋଲି ଆଗାମୀ ଦିନର ଯେଉଁ ପିଢ଼ିମାନେ ଆସିବେ ତାକୁ ଜାଣିବେ। କାହିଁକିନା ସେ ସମାଜଟା ଲୋପ ନ ପାଉ। କାରଣ ସମସ୍ତେ ଦେଖନ୍ତୁ, ଗୋଟେ କୁକୁରକୁ ଲୋକ ଆପଣ ଘରେ ରଖୁଛନ୍ତି ଆଣିକି, ତା ପାଇଁ ଦୁନିଆ ପଇସା ଖର୍ଚ୍ଚ କରୁଛନ୍ତି, ଯେ ବୁଲା କୁକୁରଙ୍କ ପାଇଁ କ'ଣ କରିଛନ୍ତି ଆପଣ କହୁନାହାନ୍ତି? ଏଡ଼େ ବଡ଼ ମହାମାରୀ କୋରୋନା, ତା ଭିତରେ କେତେ କୁକୁର ମରିଗଲେ, ଖାଇବାକୁ ପାଇଲେନି, କେତେ ମଣିଷ ମରିଗଲେ, କେତେ ଗୋରୁ ଗାଈ ମରିଗଲେ, କେତେ ମାଛ ମରିଗଲେ, କେତେ କ'ଣ ସବୁ ଜୀବ ଧ୍ୱଂସ ପାଇଗଲା ସଂସାର। କ'ଣ ପାଇଁ ହେଲା ଏଇସବୁ? ଏଇ ଅଭିଚାରରୁ। ତେଣୁ ମୁଁ ଓଡ଼ିଶାର ମହାମାନ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର୍ଙ୍କୁ କହୁଛି, ଏବଂ ବିରୋଧୀ ଦଳ ନେତା ଯିଏ ଆମର ଅଛନ୍ତି ପୂର୍ବତନ 5 ଟାଇମ୍ ଚିଫ୍ ମିନିଷ୍ଟର ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୋଧ କରୁଛି, ଏବଂ ସମସ୍ତ କର୍ପୋରେଟରମାନଙ୍କୁ ଯେଉଁ 67ଟି କର୍ପୋରେଟର ଆମର ଭୁବନେଶ୍ୱରରେ ଅଛନ୍ତି ସମସ୍ତ ୱାର୍ଡ଼ରେ, ତାଙ୍କୁ ମଧ୍ୟ ନିବେଦନ କରୁଛି, ଏବଂ ବିଏମ୍ସିର ଯିଏ ମେୟର ଅଛନ୍ତି ସୁଲୋଚନା ମ୍ୟାଡ଼ାମଙ୍କୁ ମଧ୍ୟ ନିବେଦନ କରୁଛି, ଏବଂ ଯିଏ କମିଶନର ମହୋଦୟ ଅଛନ୍ତି ତାଙ୍କୁ ମଧ୍ୟ ନିବେଦନ କରୁଛି, ସମସ୍ତ ୱାର୍ଡ଼ରମାନଙ୍କୁ ନିବେଦନ କରୁଛି, ତାଙ୍କ ପାଇଁ ଆପଣମାନେ ବ୍ୟବସ୍ଥା ଟିକେ ମୁଣ୍ଡରେ ପୁରାନ୍ତୁ। କାରଣ ପ୍ରକୃତ ଯେବେ ମାନେ କଳିଯୁଗର ହିତାକାଂକ୍ଷୀ ଜୀବ ଥାଏ ସେ ହେଉଛି କୁକୁର। କାରଣ ଦେଖନ୍ତୁ, ସାପଟି ଆପଣଙ୍କୁ କାମୁଡ଼ିବାକୁ ରାତିରେ ଆସୁଛି, ସିଏ ଭୁକି ପକାଉଛି, ତାକୁ ଆଟାକ୍ କରୁଛି, ଗୋଡ଼ଉଛି। ଗୋଟେ କୌଣସି ଜନ୍ତୁଜନ୍ତୁ ଆପଣଙ୍କୁ ଆକ୍ରମଣ କରିବାକୁ ଆସୁଛି, କୁକୁର ଆପଣଙ୍କୁ ସଚେତନତା କରାଉଛି। କୌଣସି ଗୋଟିଏ ଚୋରି କାର୍ଯ୍ୟ, ଖରାପ କାର୍ଯ୍ୟରେ ଲିପ୍ତ ହେବାକୁ ବ୍ୟକ୍ତିଟି ଆପଣଙ୍କ ଉପରେ ଆଟାକ୍ କରିବାକୁ ଆସୁଛି, କୁକୁର ହିଁ ଆପଣଙ୍କୁ ଜଣାଉଛି। ତାଠୁ ଆଉ କିଏ ଭଲ ମାନେ ସଂସାରରେ ଜୀବ ହିସାବରେ ଥାଇପାରେ? ତାଙ୍କୁ ଆକ୍ଚୁଆଲି କ'ଣ ଜାଣିଛନ୍ତି ନା, ସତ କଥା ଆଜ୍ଞା, ଏଇଟା ଆପଣ ମାନିବେ ନ ମାନିବେ ହେଉଛି ଆପଣଙ୍କର ବିଚାର, କିନ୍ତୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣମାନେ କରନ୍ତୁ। କାରଣ ଇଏ ହାଇକୋର୍ଟ ହେଉ, କୋର୍ଟ ହେଉ ବା ସୁପ୍ରିମକୋର୍ଟ ହେଉ, ଏସବୁ ଲିଖିତ ନିୟମ। ସମସ୍ତେ ସବୁ ଜିନିଷକୁ ପାଳୁଛନ୍ତି ତ? ନା ଏଇ କୁକୁରଙ୍କ ପାଇଁ ଗୋଟେ ନିୟମ କରିଦେଲେ ସେ କାମୁଡ଼ୁଛନ୍ତି, ଇଏ କରୁଛନ୍ତି, ସିଏ କରୁଛନ୍ତି, ଗୋଡ଼ଉଛନ୍ତି। ଆଜ୍ଞା, କୁକୁର ନ ରହିଲେ ବହୁତ ଅସୁବିଧାର ସମ୍ମୁଖୀନ ଆପଣମାନେ ଆଗାମୀ ଦିନରେ ହେବେ। ଏ ବଂଶ ଯେବେ ଲୋପ ପାଇଯାଏ ତାହେଲେ ଆପଣମାନଙ୍କର କ୍ଷୟକ୍ଷତି ବହୁତ ବଢ଼ିଯିବ। ସବୁବେଳେ କହୁଛନ୍ତି ପୋଲିସ ପ୍ରଶାସନ ସାହାଯ୍ୟ କରୁନି, କାମ କରୁନି। କାହିଁକି କରୁନି? କିଏ କହିଲା କରୁନି? ସିଏ ଯେତିକି କରୁଛନ୍ତି ମାନେ ଆମର ପ୍ରକୃତ ମାନେ ସବୁଠୁ ସେ ସବୁବେଳେ ଜଣେଇ ଦେଉଛନ୍ତି, ସେ ଜଗୁଛନ୍ତି। ଇଏ ମଧ୍ୟ ଆପଣଙ୍କ ଦୁଆର ମୁହଁରେ ଶୋଇକି ବି ଜଗୁଛନ୍ତି। ଦେଖନ୍ତୁ କି ପରିଶ୍ରମ କରୁଛନ୍ତି। ଆଉ ଗୋଟେ ପୋଲିସ ଜୀବନର କାହାଣୀ ଯେବେ ଆପଣଙ୍କୁ କହିବି, ଆପଣମାନେ ମୁଣ୍ଡରେ ହାତ ଦେବେ। କାରଣ ତା'ର ପୋଲିସର ସମୟ ନାହିଁ ଖାଇବାକୁ, ସମୟ ନାହିଁ ଶୋଇବାକୁ, ସମୟ ନାହିଁ ତା'ର ପିଲାମାନଙ୍କୁ ସମୟ ଦେବାକୁ, ସମୟ ନାହିଁ ତା ପରିବାରରେ ଟିକେ ଶାନ୍ତି ସୁଖରେ ରହିବାକୁ। କେତେ ପୋଲିସର କଷ୍ଟ ଚିନ୍ତା କରନ୍ତୁ। ଖାଲି ବର୍ଦ୍ଦି ପିନ୍ଧିଦେଲେ ହେବନି, ପୋଲିସ ମଧ୍ୟ ସାହାଯ୍ୟ କରୁଛି। ଆଉ ସବୁଠୁ ସଚ୍ଚୋଟ ହେଉଛି ଆମର କିଏ କହିଲେ? କୁକୁର। ତେଣୁ ବହୁତ କଷ୍ଟ, ପୋଲିସ ଜୀବନରେ ବହୁତ କଷ୍ଟ। ଆଉ ଏଇ ଯେଉଁ ପ୍ରାଣୀଟିରେ ନାଁ କହିଲି ଆପଣଙ୍କୁ କୁକୁର, ତା ଜୀବନରେ ମଧ୍ୟ ବହୁତ କଷ୍ଟ। ସେ କାହା ବାରଣ୍ଡାରେ ଶୋଇପଡ଼ୁଛି, କେଉଁଠି ବସିଯାଉଛି, କ'ଣ ପାଉଛି, କ'ଣ ନ ଖାଉଛି, କ'ଣ ଖାଇପାରୁଛି। ଆଜ୍ଞା ଦେଖନ୍ତୁ, ଏସବୁ ବହୁତ କଷ୍ଟର ଜିନିଷ। ଆକୁ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ମୁଁ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର ନିଜସ୍ୱ ସମୀକ୍ଷକ, ଯାହା ଦେଖେ ସେଇଟାକୁ ଆପଣମାନଙ୍କୁ ସଚେତନତାର ବାଣୀ ହିସାବରେ ପଠାଏ। ତେଣୁ ଆପଣଙ୍କୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର
ଆପଣମାନେ ଲାଇକ୍ ସେୟାର ଏମିତି କରିବେ ଯେ ଯେଉଁଟାକି ସରକାରଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ। କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ନିଜସ୍ୱ ସମୀକ୍ଷାରୁ ମୁଁ ଆପଣମାନଙ୍କ ପାଖକୁ ଏଇଟିକୁ ପଠେଇଲି। ଜୟ ଶ୍ରୀ ଜଗନ୍ନାଥ। ସବୁବେଳେ ମାନେ ଆପଣଙ୍କର ଗୀତା, ଭାଗବତ, ପୁରାଣ, ଶାସ୍ତ୍ର ଏଇସବୁ ସେବା କରିଲେ ନିଶ୍ଚୟ ଆପଣଙ୍କର ପୂରଣ ହେବ। ବହୁତ କଷ୍ଟ ଆଜ୍ଞା। ଆପଣ କହୁଛନ୍ତି ପୋଲିସ ସାହାଯ୍ୟ କରୁନି, ଆପଣ କହୁଛନ୍ତି କୁକୁର ଆପଣଙ୍କୁ ସାହାଯ୍ୟ କରୁନି, ଆପଣ କହୁଛନ୍ତି ଗଛଟି ଆପଣଙ୍କୁ ସାହାଯ୍ୟ କରୁନି, ଆପଣ କହୁଛନ୍ତି ଫୁଲଟି ଆପଣଙ୍କୁ ସାହାଯ୍ୟ କରୁନି, ଆପଣ କହୁଛନ୍ତି ମନୁଷ୍ୟଟିଏ ମନୁଷ୍ୟକୁ ସାହାଯ୍ୟ କରୁନି। ସମସ୍ତେ ସମସ୍ତଙ୍କ ସାହାଯ୍ୟରେ ବନ୍ଧା। ତେଣୁ ୟାକୁ ଆପଣମାନେ ଖିଆଲ ରଖନ୍ତୁ। ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଜୟ ଶ୍ରୀ ଜଗନ୍ନାଥ।